ବର୍ତ୍ତମାନର ରିଆଲିଟି କଥା ଆପଣମାନଙ୍କୁ ମୁଁ ସେୟାର କରିଦଉଛି, ଯୋଉଥିପାଇଁ କି ବର୍ତ୍ତମାନର ଷ୍ଟୁଡେଣ୍ଟ ବା ବର୍ତ୍ତମାନ ଜେନେରେସନର ପିଲାମାନେ ନିଜ କ୍ୟାରିୟରକୁ ଠିକ ସେ ଗଢି ପାରୁନାହାନ୍ତି। କାହିଁକି? ରିଜନ ହେଉଛି ଏଇଆ ଯେ ଆମକୁ ଛୋଟବେଳୁ ଶିଖାଯାଇଛି, ସ୍କୁଲ କଲେଜ ବା ନିଜ ପରିବାରର ବାପା ମଧ୍ୟ ଶିଖେଇଛନ୍ତି କି ଗଭର୍ଣ୍ଣମେଣ୍ଟ ଜବ୍ ଟି କେମିତି କରିବୁ, ଗଭର୍ଣ୍ଣମେଣ୍ଟ ଜବ୍ କରିବା ଦ୍ୱାରା ନିଜ ଲାଇଫ ଟି ଭଲସେ ଗଢି ପାରିବେ। ଯାହା ଫଳରେ ବର୍ତ୍ତମାନ ପିଲା ନିଜ କ୍ୟାରିୟରକୁ ଭଲ ଭାବରେ ସେଟ୍ କରିପାରୁନାହାନ୍ତି। କଣ ପାଇଁ ନା ସମସ୍ତେ ଜାଣିଛନ୍ତି କି ଗଭର୍ଣ୍ଣମେଣ୍ଟ ଜବ୍ ଯଦି କାହାକୁ ମିଳୁନାହିଁ ନା ତା ଲାଇଫ ପୁରା ବର୍ବାଦ। ଆପଣ ଦେଖୁଥିବେ ନିଜ ସମାଜରେ ଯୋଉମାନେ ଗଭର୍ଣ୍ଣମେଣ୍ଟ ଜବ୍ ପାଉନାହାନ୍ତି, ଯଦିଓ ସେମାନେ ପ୍ରାଇଭେଟ ସେକ୍ଟରରେ ଭଲ ଭଲ ପୋଷ୍ଟରେ ସେମାନେ ଅଛନ୍ତି, ସେମାନଙ୍କୁ କେବେ ହେଲେ ସେମାନେ କହିବେ ନାହିଁ କି ସେ ଗୋଟେ ଜବ୍ କରୁଛି। ସମସ୍ତେ ଆମ ସୋସାଇଟିର ଲୋକମାନେ ଜାଣିଛନ୍ତି କି ଗୋଟେ ଖଣ୍ଡି ଗଭର୍ଣ୍ଣମେଣ୍ଟ ଜବ୍ ଯଦି ମିଳିଗଲା ନା ତାକୁ ବହୁତ ସମ୍ମାନ ମିଳିବ। ବର୍ତ୍ତମାନ ଆମ ସୋସାଇଟିର ମେଣ୍ଟାଲିଟି ଏଇଆ। ସତରେ କଣ ଯଦି ଜଣେ ପିଲା ଗଭର୍ଣ୍ଣମେଣ୍ଟ ଜବ୍ ପାଉନାହିଁ ତା କ୍ୟାରିୟର ପୁରା ବର୍ବାଦ ହେଇଗଲା? ନାଇଁ ୟାର, ଆପଣ ଯଦିଓ ଗଭର୍ଣ୍ଣମେଣ୍ଟ ଜବ୍ ପାଇପାରୁନାହାନ୍ତି, ଆପଣଙ୍କ କ୍ୟାରିୟର କେବେ ହେଲେ ବର୍ବାଦ ହେଇନାହିଁ। ଆପଣଙ୍କ ଥଟ୍ ପାୱାର ବର୍ବାଦ ହେଇଯାଉଛି। ଆପଣ ଥରେ ଭାବିକି ଦେଖନ୍ତୁ, ଆପଣ ଯଦିଓ ଗଭର୍ଣ୍ଣମେଣ୍ଟ ଜବ୍ ପାଇପାରୁନାହାନ୍ତି, ଆପଣଙ୍କୁ ଅଲଗା କିଛି ଭାବିବାକୁ ପଡିବ। ତା ପାଇଁ ତୁମକୁ ସ୍କିଲ୍ ଶିଖିବାକୁ ପଡିବ। ଆପଣ ଯଦି ଏନି ସ୍କିଲ୍ ଶିଖୁଛନ୍ତି ତାହେଲେ ନିହାତି ସ୍କିଲ୍ ଶିଖିକି ମଧ୍ୟ ନିଜର କ୍ୟାରିୟରକୁ ଇଣ୍ଡଷ୍ଟ୍ରି ଉପରେ ଆଗକୁ ବଢେଇ ପାରିବେ, ଯାହା ଫଳରେ ଆପଣ ବହୁତ ପଇସା ଇନକମ୍ କରିବେ, ଯୋଉଟା ପ୍ୟାକେଜରେ ଆପଣଙ୍କୁ ମିଳିବ।